ମଣିଷ ଜୀବନ ସୌନ୍ଦର୍ଯ୍ୟରେ ଚାଲେ ନାହିଁ। ମଣିଷ ଜୀବନ ଗୋଟେ ଭଲ ହୃଦୟରେ ଚାଲେ, ଭଲ ଆତ୍ମାରେ ହିଁ ଚାଲେ। ମଣିଷ କେବେ ହେଲେ ସୁନ୍ଦର ଆତ୍ମାରେ ହିଁ ସଂସାର ଭଲ ଚାଲେ, କିନ୍ତୁ ସୌନ୍ଦର୍ଯ୍ୟରେ ନୁହେଁ। ସୌନ୍ଦର୍ଯ୍ୟ କ୍ଷଣକ ପାଇଁ ସଂସାର ଚାଲେ, କିନ୍ତୁ ସୌନ୍ଦର୍ଯ୍ୟ ହିସାବରେ ସଂସାର ଚାଲେ ନାହିଁ। କାହିଁକି ନା ସୌନ୍ଦର୍ଯ୍ୟ ହେଉଛି ଗୋଟେ ଚିରସ୍ଥାୟୀ ନୁହେଁ, କ୍ଷଣକ ପାଇଁ। କିନ୍ତୁ ହୃଦୟଟା ମଣିଷ ଜୀବନ ଥିଲା ପର୍ଯ୍ୟନ୍ତ ହୃଦୟଟା ଠିକ୍ ଅଛି, ବା ଆତ୍ମା ଏ ଗୋଟେ କୋମଳ ଆତ୍ମା, ଏ ଦ୍ୱାରା ହିଁ ସଂସାରଟା ଠିକ୍ସେ ଚାଲିପାରେ। ନହେଲେ କୌଣସି ସୌନ୍ଦର୍ଯ୍ୟ ଦେଖେଇକି କିଏ ଅହଙ୍କାରରେ ଏ ଜିନିଷ ଦୁନିଆ ଏସବୁ କିଛି ବି ଚାଲେ ନାହିଁ। କାହିଁକି ନା ସୌନ୍ଦର୍ଯ୍ୟଟା କିଛି ଦିନ ପାଇଁ, କିନ୍ତୁ ଯେ ହୃଦୟଟା ମଲା ଶରୀର ପର୍ଯ୍ୟନ୍ତ ଥାଏ। କିନ୍ତୁ ସୌନ୍ଦର୍ଯ୍ୟ ଶରୀର ଥିବ, କିନ୍ତୁ ସୌନ୍ଦର୍ଯ୍ୟ ଯାଇଥିବ, କିନ୍ତୁ ସେଇ ଶରୀରରେ କଣ୍ଡିସନଟା ଏମିତି ବି ହେଇଯିବ ଯେଉଁଟାକୁ ଲୋକ ପାଗଳ ହେଉଥିବେ, ସେଇ ଜିନିଷଟାକୁ ହିଁ ଲୋକ ଛେପ ପକାଇଦେବେ। କାହିଁକି ନା ସୌନ୍ଦର୍ଯ୍ୟରେ ସଂସାର ଚାଲେ ନାହିଁ। ସୌନ୍ଦର୍ଯ୍ୟ କେବଳ କ୍ଷଣ ପାଇଁ ସୌନ୍ଦର୍ଯ୍ୟ ଥାଏ, କିନ୍ତୁ ଦୁଃଖ ଆଉ ସୁଖର ଜିନିଷ ଯାହା, ସେ ଜିନିଷ ହେଉଛି ସେୟା। ଦୁଃଖଟା ଅଧିକ ଅନୁଭବ ହୁଏ, ସୁଖଟା କମ୍ ଅନୁଭବ ହୁଏ। ତାହେଲେ ଜାଣିବ ଯେ ସଂସାରର ଅନୁଭବ, କିନ୍ତୁ ଖାଲି ଖୁସି ଖୋଜିଲେ ଖୁସିର ଅନୁଭବ କିଛି ନଥାଏ। ଖୁସି ଗୋଟେ ଜିନିଷ କିଛି ନଥାଏ, ଦୁଃଖର ହିଁ ଖୁସି ଗୋଟେ ଜିନିଷ।